ଜଗନ୍ନାଥ। ଆଜି ଆମେ ଆଲୋଚନା କରିବା ମନ ଦାସଙ୍କ ଶେଷ ବସନ୍ତ ଚିଠିରେ ଥିବା କେତୋଟି ଗଳ୍ପ ଏବଂ ରବି ପଟ୍ଟନାୟକଙ୍କ କେତୋଟି ପ୍ରସିଦ୍ଧ ଗଳ୍ପ ସଂକଳନ ଥିବା ବିଭିନ୍ନ ଗଳ୍ପ। ଶେଷ ବସନ୍ତ ଚିଠି ଗଳ୍ପଟି 1966 ମସିହାରେ ପ୍ରକାଶ ପାଇଥିଲା। ଏଥିରେ ମାତ୍ର 15ଟି ଗଳ୍ପ ଅଛି। ପ୍ରଥମ ଗଳ୍ପ ହେଉଛି ଏକ ଚୋରୀର ବୃତ୍ତାନ୍ତ, ଦ୍ୱିତୀୟ ଗଳ୍ପ ହେଉଛି ବିଲେଇ, ତୃତୀୟ ଗଳ୍ପ ହେଉଛି ଅନ୍ତରଙ୍ଗ, ଚତୁର୍ଥ ଗଳ୍ପ ହେଉଛି ସଉକ, ତାପରେ ପଞ୍ଚମ ଗଳ୍ପ ହେଉଛି ଦୂର ନିର୍ଜନର ସ୍ୱର, ପଞ୍ଚମ ଗଳ୍ପ ହେଉଛି କୂଅ, ଷଷ୍ଠ ଗଳ୍ପ ହେଉଛି ଝଡ଼ର ଗତିପଥେ, ସପ୍ତମ ଗଳ୍ପ ହେଉଛି ଝଡ଼ର ଗତିପଥେ, ଅଷ୍ଟମର ହେଉଛି ଅତିକ୍ରାନ୍ତ, ନବମର ହେଉଛି ନିର୍ଜନପୁରରେ କେତୋଟି ସନ୍ଧ୍ୟା, ଦଶମ ହେଉଛି ତୃତୀୟ ପୁରୁଷ, ତାପରେ 11 ହେଉଛି ମନୁଧ୍ୱସ ବା ମର୍କଟ ସମ୍ବାଦ, ମନୁଷ୍ୟ ଓ ମର୍କଟ ସମ୍ବାଦ ହେଉଛି, 12ରେ ହେଉଛି ଅବଶିଷ୍ଟ ପୃଥିବୀ, 13ରେ ହେଉଛି ଚଳନ୍ତା କାହାଣୀ, 14ରେ ହେଉଛି ଅଦୃଷ୍ଟ ମୁହୂର୍ତ୍ତ, ଆଉ ହେଉଛି 15ରେ ଶେଷ ବସନ୍ତର ଚିଠି। ଆଉ ତାଙ୍କ ଆବୁ ପୁରୁଷ ଅନ୍ୟାନ୍ୟ କାହାଣୀରେ ଥିବା ଗଳ୍ପ ଗୁଡ଼ିକ ହେଲା ବୃକ୍ଷ, ଦ୍ୱିତୀୟରେ ହେଉଛି ବିଶ୍ରାମ, ତୃତୀୟରେ ହେଉଛି ରାଜକନ୍ୟା, ଚତୁର୍ଥରେ ହେଉଛି ଆବୁ ପୁରୁଷ, ପଞ୍ଚମରେ ହେଉଛି ଉଡ଼ନ୍ତା କାକ୍ଟସ୍ ଓ ଗ୍ରୀନ୍ ଆୱେ, ପଞ୍ଚମ ପ୍ରାକରେ ଏକ ସନ୍ଧ୍ୟା। এই 5ଟି ଗଳ୍ପ ଅଛି। ଆଉ ତାଙ୍କର ଧୂମ୍ରାନ୍ତ ଦିଗତ ଅନ୍ୟାନ୍ୟ କାହାଣୀରେ ଥିବା ଗଳ୍ପ ଗୁଡ଼ିକ ହେଲା କ'ଣ ନା ଧୂମ୍ରାନ୍ତ ଦିଗତ, ଭାଇ, ଶୁଖିଲା ପତ୍ର, ଦାନ୍ତ, ଆକାଶ କଇଁଚ, ଯେଉଁ +2ରେ ପଢ଼ାଯାଏନି ଆକାଶ କଇଁଚ ଗଳ୍ପ ସଂକଳନଟି ମଧ୍ୟ ସେଥିରେ ଆସିଛି। ତାପରେ ହେଉଛି ଜହ୍ନ ରାତିରେ ସେତୁ, ସର୍ବଭୂତେଷୁ, ଲଳିତ ଗୋଧୂଳି, ବ୍ୟାଘ୍ର ଓ କଙ୍କଣ ଲୋଭୀ ପଥଚାରୀ, ମୂର୍ଖ ଭୃତ୍ୟ ଉପଖ୍ୟାନ। ପରବର୍ତ୍ତୀ ସମୟ ତାଙ୍କର ଆରଣ୍ୟ ଗଳ୍ପରେ ଥିବା କେତୋଟି ଗଳ୍ପ ଅଛି ନା 8ଟି ଗଳ୍ପ। ତାଙ୍କର ହେଉଛି ରାୟସିଂହର ଡାଏରୀ, ତାପରେ ହେଉଛି ସଙ୍ଗୋପନର କାହାଣୀ, ତାପରେ ହେଉଛି ଉପଗ୍ରହ, ଭୂତ କୋଠରୀର ଏକ ରାତ୍ରି, ହୃଦୟ ପରିବର୍ତ୍ତନ ସଂକ୍ରାନ୍ତୀୟ ଏକ କାହାଣୀ, ତାର ପରବର୍ତ୍ତୀ ରବିବାରସ୍ୟ ସଙ୍ଗୀତ, ଆରଣ୍ୟକ, ଜହ୍ନ ରାତିର ଗଳ୍ପ। ଇଏ ଥିଲା ହେଉଛି ମନୋଜ ଦାସଙ୍କ କେତୋଟି ପ୍ରସିଦ୍ଧ ଗଳ୍ପର ସଂକଳନ ଥିବା ବିଭିନ୍ନ ଗଳ୍ପ। ପରବର୍ତ୍ତୀ ସମୟରେ ଆମେ ଆଲୋଚନା କରିବା ରବି ପଟ୍ଟନାୟକଙ୍କର ଯେଉଁ କେତୋଟି ଗଳ୍ପ ଅଛି ତାଙ୍କ କଥା ଆମେ ଦେଖିବା। ତାଙ୍କ ଗଳ୍ପ ସଂକଳନରେ କେତୋଟି ଗଳ୍ପ ଅଛି। ପ୍ରଥମ ଗଳ୍ପଟି ହେଉଛି ତାଙ୍କର ଅସାମାଜିକ ଡାଏରୀ। ଏଥିରେ 34ଟି ଗଳ୍ପ ଅଛି। ତାଙ୍କର ଏଥିରେ ମଧ୍ୟ ଦୁଇଟା ବଢ଼ିଆ ଗଳ୍ପ ଅଛି। ଗୋଟେ ଦିଆସିଲି କାଠି, ଏଇଟା ତାଙ୍କର ପ୍ରଥମ ଗଳ୍ପ, ଏବଂ କଲେଜ ଛକ ମଧ୍ୟ ତାଙ୍କର ଶେଷ ଗଳ୍ପ। ବଢ଼ିଆ ଗୋଟେ ପଂକ୍ତି ଥିଲା, ମଣିଷ ଆଘାତ ପାଏ ତଥାପି ସେ ବଞ୍ଚେ, ଖାଲି ଆରି ପାଇଁ ଭବିଷ୍ୟତଟା ସବୁବେଳେ ଅନ୍ଧାର, କିନ୍ତୁ ଭିତରେ ରହିଛି ବିଜୁଳି ଓ ଚକଚକ ମାରେ ସେ ଆଶା। ଏହି ଉକ୍ତିଟି କେଉଁ ଗଳ୍ପରେ ଦିଆସିଲି? ପ୍ରଶ୍ନ ଆସି ଯଦି ଉତ୍ତର ରଖିବା ଆପଣ ଦିଆସିଲି। ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଗୋଟେ ବଢ଼ିଆ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଯଦି ପ୍ରଶ୍ନ ଆସେ ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା, ଆକୁ ଆପଣ ମନେ ରଖିବେ ନବରବି ପତ୍ରିକାରେ ପ୍ରକାଶ ପାଇଥିଲା। ଏଇଟା ହେଉଛି ବିଚିତ୍ର ବର୍ଣ୍ଣା ଗଳ୍ପ ସଂକଳନରେ ଅଛି। ରାଗତଡ଼ିରେ କେତୋଟି ଗଳ୍ପ ଅଛି? ରାଗତଡ଼ିରେ 4ଗୋଟି ଗଳ୍ପ ଅଛି। ବହୁରୂପୀରେ କେତୋଟି ଗଳ୍ପ ଅଛି ନା 14ଟି ଗଳ୍ପ ଅଛି। ବନ୍ଧ୍ୟା ଗାନ୍ଧାରୀରେ କେତୋଟି ଗଳ୍ପ ଅଛି? 12ଟି ଗଳ୍ପ ଅଛି। ତାଦେହରେ କିଛି ଗଳ୍ପ ହେଉଛି ବନ୍ଧ୍ୟା ଗାନ୍ଧାରୀ, ଅଗ୍ନିବର୍ଣ୍ଣା, ଆଉ ଗୋଟେ ହେଉଛି ଅନ୍ଧ ସମ୍ରାଟ, ଆଉ ଗୋଟେ ହେଉଛି ଅନ୍ତରାଳର ନିଃସଙ୍ଗତା ଇତ୍ୟାଦି। ଏଥିରେ ଥିବା ସମସ୍ତ ଗଳ୍ପ ପାଶ୍ଚାତ୍ୟ ମନସ୍ତାତ୍ତ୍ୱିକତା ଏବଂ ଅସ୍ତିତ୍ୱବାଦ ଉପରେ ଆଧାରିତ। କେଉଁ ଗଳ୍ପ କହିଲେ? ବନ୍ଧ୍ୟା ଗାନ୍ଧାରୀ ଗଳ୍ପରେ। ପରବର୍ତ୍ତୀ କଥା ଯେ ଆମ ରବି ପଟ୍ଟନାୟକ ବିଷୁବରେଖା ଥିବା ଗଳ୍ପ ଗୁଡ଼ିକ ହେଲା କ'ଣ ନା ବିଷୁବରେଖା, ଉତ୍ତରାୟଣ, ଖରାଦିନରେ ମେଘ, ଅଗ୍ନି ପରୀକ୍ଷା, ସୂର୍ଯ୍ୟାସ୍ତର ରଙ୍ଗ, ଏକାଦଶୀ, ଉପକଣ୍ଠ, ଅନ୍ୟ ଏକ ସୂର୍ଯ୍ୟ, ଫେରିବାର ବାଟ, ଛାଇ ଓ ଆଲୁଅ, ରାତ୍ରି ଓ ନକ୍ଷତ୍ର। ବିଚିତ୍ର ବର୍ଣ୍ଣାରେ କେତୋଟି ଗଳ୍ପ ଅଛି ନା ବିଚିତ୍ର ବର୍ଣ୍ଣାରେ 12ଟି ଗଳ୍ପ ଅଛି। ସେଟା ଅପହୃତର ଶୈଶବ, ପ୍ରଜାପତିର ଘର, ଗୋଟେ ବଢ଼ିଆ ପ୍ରଶ୍ନ ବାରମ୍ବାର ଆସେ। ରବି ପଟ୍ଟନାୟକର କେଉଁ ଗଳ୍ପଟି ପ୍ରଜାପତି ଗଳ୍ପର ଗାଳ୍ପିକ କିଏ ନା ହେଉଛି ଆପଣ ମନେ ରଖିଥିବେ ରବି ପଟ୍ଟନାୟକ। ବେଲ, ଅଶ୍ୱତ୍ଥ, ବଟବୃକ୍ଷ, ଦିଆସିଲି କାଠି ମଧ୍ୟ ବିଚିତ୍ର ବର୍ଣ୍ଣାର ଗୋଟେ ଗଳ୍ପ। ଅବିନଶ୍ୱରରେ ଥିବା ଗଳ୍ପ କେତୋଟି ଅଛି ନା 15ଟି ଗଳ୍ପ ଅଛି। ଯେ ଅବିନଶ୍ୱର, ସାପ, କର୍ମ ଓ ଅଧିକାର, 18 ବର୍ଷରେ ଭୋଟ, ପୁଅ କ'ଣ କରୁଛ, ଶଳା କଟକୀ, ଗଣ୍ଠି, ପର୍ବତର ଉପରେ କଇଁ, ଆତ୍ମହତ୍ୟା, ଭୁତୁଣୀ ଉପଖ୍ୟାନ, ବାମନା ବାତରା, ଆଧୁନିକ, ବିକ୍ରାମଦତ୍ତୀ ଓ ଅଭିଶାଗତ, ଲାଞ୍ଛାବତୀ, ଦୁର୍ଗନ୍ଧ, ଜାନୁଆର, ଆଧୁନିକର ଭୂତ ଓ କାହାଣୀ। ପରବର୍ତ୍ତୀ ସମୟରେ ଆହୁରି ମଧ୍ୟ ସେଥିରେ 15ଟି ନିଏ 19ଟି ଗଳ୍ପ ରହିଛି। ଯଥା ବର୍ଣ୍ଣାନ୍ତର, ମଲା ମଣିଷର ଦାମ, ଆଉ ଅଶିରତିର ତନ୍ତୀ,
ଉଦାସ ବାଦଲର ଛାଇ ସ୍ୱର୍ଗ ରାଇଜର ଝରକା ଏଇସବୁ କଥା ଆମେ ରହିଛି କେଉଁଥିରେ ନା ହେଉଛି ରବି ପଟ୍ଟନାୟକ ଗଳ୍ପ ସଂକଳନରେ। ପରବର୍ତ୍ତୀ ସମୟରେ ନିଶ୍ଚିତ ଦେଖିଦେବା ଟିକେ ମଧ୍ୟ। ପାଟ ଦେଇ ଗଳ୍ପ ସଂକଳନର ମଧ୍ୟ ଏଥିରେ ଅଛି 12ଟି ଗଳ୍ପ। ଯେ ଚିତ୍ରିତ ଅନ୍ଧାର ହେଉଛି ପ୍ରଥମ ଗଳ୍ପ। ପାଟ ଦେଇର ଗଳ୍ପରେ ଥିବା ଗଳ୍ପ ଯେଉଁ ଚିତ୍ରିତ ଅନ୍ଧାର ହେଉଛି ପ୍ରଥମ ଗଳ୍ପ, ଯାହାକି 1990 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ୱାରା ପୁରସ୍କୃତ। ତା ଭିତରେ ହେଉଛି ଦ୍ୱିତୀୟ ଗଳ୍ପଟି ସାହସୀ, ତୃତୀୟ ଗଳ୍ପ ହେଉଛି ପ୍ରହଳିକା, ଅଲିଖିତ ପୃଷ୍ଠା, ମାଗଣା ଖଟିଆ, କାକଟସ୍, ବାପା, ଅମାନୁଷିକ, ବହୁବହୁକା, ସିଦ୍ଧାର୍ଥ, ଗପ ହେଲେ ବି ସତ, ପାଟ ଦେଇ ଏ ଗପ ହେଉଛି। ଆଉ ପାଚେରୀ ସେପଟେ ନଈରେ ଥିବା ଗଳ୍ପ ଗୁଡ଼ିକ ହେଉଛି ପାଚେରୀ ସେପଟେ ନଈ, ଯାହାର ଚରିତ୍ର ହେଉଛନ୍ତି ସୁବର୍ଣ୍ଣା, ସପନ ସୁନ୍ଦରୀ, ଯାହାର ଚରିତ୍ର ଅଛି ଜଣେ ହେଉଛି ପଦ୍ମପତ୍ର, ଚାଲ ପଳେଇବା କୁଆଡ଼େ, କୀର୍ତ୍ତି, ସୁଖର ଅନ୍ୟ ନାମ, ରାଜେଶ୍ୱରୀ, ରଣକୁହୁଡ଼ି, ଧୂଳିଘର, ଆଶ୍ରୟ, ମଜାର ମନ୍ତ୍ର, ଫୁଲ ଝରିଗଲା ବେଳେ, ପ୍ରତିଦ୍ୱନ୍ଦ୍ୱୀ, ରୂପକଥା, ଆଶା ଇତ୍ୟାଦି ସବୁ ଗଳ୍ପ ଅଛି ପାଚେରୀ ସେପଟେ ନଈରେ। ହେଉଛି ଏହିପରି ଭାବରେ ନୂତନ ନୂତନ ତଥ୍ୟ ପାଇବା ପାଇଁ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ ଆଜ୍ଞା।